ପ୍ରତୀକ୍ଷାର ଅନ୍ତ ହୋଇ ଆସୁଛି। ଆଉ କିଛି ଘଣ୍ଟା ପରେ ବାଜିବ ଟି-20 ବିଶ୍ୱକପ୍ ବିଗୁଲ। ୱାଙ୍ଗଖେଡ଼େ ଷ୍ଟାଡିୟମରେ ଆୟୋଜିତ ହେବ ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ। ଡିଫେଣ୍ଡିଂ ଚାମ୍ପିୟନ ଭାରତ ଓ ୟୁଏସ୍ଏ ଲଢ଼େଇ ପୂର୍ବରୁ କଲମ୍ବୋରେ ପାକିସ୍ତାନ ନେଦରଲ୍ୟାଣ୍ଡସ ଏବଂ କୋଲକାତାରେ ସ୍କଟଲ୍ୟାଣ୍ଡ ୱେଷ୍ଟଇଣ୍ଡିଜ ମୁହାଁମୁହିଁ ହେବେ। ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ 2026 ସଂସ୍କରଣ ଆୟୋଜକ ରହିଛନ୍ତି। 20ଟି ଦଳକୁ 4ଟି ଗ୍ରୁପରେ ଭାଗ କରାଯାଇଛି। ଭାରତରେ 5ଟି ଏବଂ ଶ୍ରୀଲଙ୍କାରେ 3ଟି ଷ୍ଟାଡିୟମରେ ମୋଟ 55ଟି ମ୍ୟାଚ୍ ଖେଳାଯିବ। ଏହାକୁ ମିଶାଇ ଦ୍ୱିତୀୟ ଥର ଭାରତ ବିଶ୍ୱକପ୍ ଆୟୋଜନ କରୁଛି। ବାଂଲାଦେଶ ଓ ପାକିସ୍ତାନ ବିଶ୍ୱକପରେ ବିବାଦର ଛିଟା ବଢ଼ିଛନ୍ତି। ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଭାରତ ଗସ୍ତରେ ଆସିବ ନାହିଁ ବୋଲି ଜିଦ୍ କରିଥିଲା। କିନ୍ତୁ ଆଇସିସି ବାରମ୍ବାର ବୁଝାଇବା ସତ୍ତ୍ୱେ ବି ବାଂଲାଦେଶ କ୍ରିକେଟ ବୋର୍ଡ ବୁଝିନଥିଲା। ଶେଷରେ ବିସିବି ସ୍ଥାନରେ ସ୍କଟଲ୍ୟାଣ୍ଡକୁ ସାମିଲ କରିଥିଲା ଆଇସିସି। ସେମିତି କୌଣସି କାରଣ ନଥାଇ ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରିବ ବୋଲି କହିଛି। ବାଦ ବିବାଦ ସତ୍ତ୍ୱେ ବିଶ୍ୱ କ୍ରିକେଟ ପ୍ରେମୀ ଫଟାଫଟ କ୍ରିକେଟର ଭରପୁର ରୋମାଞ୍ଚ ନେବାକୁ ଅପେକ୍ଷା କରି ରହିଛନ୍ତି। ଏ ପର୍ଯ୍ୟନ୍ତ 6ଟି ଦଳ ବିଶ୍ୱ ଟାଇଟଲ ଟେକି ଧରିବାର ସୌଭାଗ୍ୟ ଲାଭ କରିଛନ୍ତି। ଇଂଲଣ୍ଡ, ଭାରତ ଓ ୱେଷ୍ଟଇଣ୍ଡିଜ 2 ଥର ଲେଖାଏଁ ଚମ୍ପିଆନ ହୋଇଛନ୍ତି। ଥରୁଟିଏ ଲେଖାଏଁ ଫାଇନାଲ ଖେଳିଥିଲେ ବି ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଟାଇଟଲ ଛୁଇଁବାର ସ୍ୱପ୍ନ ସାକାର କରିପାରି ନାହାନ୍ତି। ଡିଫେଣ୍ଡିଂ ଚାମ୍ପିୟନ ଭାରତ ୟୁଏଏସ୍ ଟି-20 ବିଶ୍ୱକପର 10ମ ସଂସ୍କରଣ ଉଦ୍ଘାଟନୀ ମ୍ୟାଚ୍ ପୂର୍ବରୁ ଐତିହାସିକ ୱାଙ୍ଗଖେଡ଼େ ଷ୍ଟାଡିୟମରେ ଆୟୋଜିତ ହେବ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ବାଦଶାହ, ନୋରା ଫତେହୀ, ରିଷଭ ଶର୍ମା ଓ ଶିବ ମଣି ଦର୍ଶକଙ୍କ ମନୋରଞ୍ଜନ କରିବେ। ମ୍ୟାଚ୍ ସନ୍ଧ୍ୟା 7:30ରୁ ଆରମ୍ଭ ହେବ। ତା ପୂର୍ବରୁ ସନ୍ଧ୍ୟା 6ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆତସବାଜି ପ୍ରଦର୍ଶିତ ହେବ। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବିଶ୍ୱକପ୍ ଟ୍ରଫି ଷ୍ଟାଡିୟମରେ ଆକାଶରୁ ଭୁଇଁ ଛୁଇଁବ। ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ସହ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏବଂ ବିଭିନ୍ନ ଦେଶରୁ 20 ଜଣ ଯୁବ ଆମ୍ବାସଡର ଟ୍ରଫିକୁ ସ୍ୱାଗତ କରିବେ। ସମସ୍ତେ ମିଳିତ ଭାବେ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିବେ। ଯେଉଁ ଦର୍ଶକମାନେ ଟିକେଟ କାଟିଥିବେ ସେମାନେ ହିଁ ଉଦ୍ଘାଟିତ ଉତ୍ସବ ଦେଖିପାରିବେ। ଫେବୃଆରୀ 7 ତାରିଖ ବା ଆଜିଠୁ ଟି-20 ବିଶ୍ୱକପର 10ମ ସଂସ୍କରଣ ଆରମ୍ଭ ହେବ। ମାର୍ଚ୍ଚ 8 ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଭାରତ ଓ ଶ୍ରୀଲଙ୍କାର 7ଟି ସହରରେ 20ଟି ଦଳ ମୋଟ 55ଟି ମ୍ୟାଚ୍ ଖେଳିବେ। ଉଦ୍ଘାଟନୀ ଦିବସରେ ପାକିସ୍ତାନ ଓ ନେଦରଲ୍ୟାଣ୍ଡସ ପ୍ରଥମ ମ୍ୟାଚ୍ ଖେଳିବେ। ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଗ୍ରୁପ ପର୍ଯ୍ୟାୟ ଏବଂ 22 ତାରିଖରୁ ସୁପର 8 ପର୍ଯ୍ୟାୟ ଆରମ୍ଭ ହେବ। ମାର୍ଚ୍ଚ 4 ତାରିଖରେ ପ୍ରଥମ ସେମିଫାଇନାଲ ଏବଂ 5 ତାରିଖରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ।